ବାସୁଦେବପୁର ଦଳିତ ସଂଘର ସମ୍ପାଦକ ଆଜି ଯେଉଁ ଆନ୍ଦୋଳନ ପାଇଁ ବାସୁଦେବପୁର ଅଞ୍ଚଳର ଉତ୍ସାହ ଆଜି ସୃଷ୍ଟି ହେଇଛି। ଆଜି 30,000ରୁ ଅଧିକ ଲୋକ ସମାଗମ ହେବା ସଙ୍ଗେ ସଙ୍ଗେ 22ଟି ନିର୍ଦ୍ଦେଶକ ସଙ୍ଗେ ଏଠି ପରିଦର୍ଶନରେ ଦ୍ୱାରା ଆୟୋଜିତ ଜଳଛତ୍ର ବ୍ୟବସ୍ଥା ପାଣି ସବୁ ପ୍ରକାର ବ୍ୟବସ୍ଥା ହେବା ସଙ୍ଗେ ସଙ୍ଗେ ବାସୁଦେବପୁର ମଧ୍ୟ ଶୃଙ୍ଖଳାର ସହିତ ଭସାଣି ଚାଲିଛି। ଏ କଳସ ଶୋଭାଯାତ୍ରାରେ 30,000ରୁ ଅଧିକ ଲୋକ ଆୟୋଜିତ ଅଛନ୍ତି। ଏଠି ବାସୁଦେବପୁର ଏକ ଭାଇଚାରା ସହର। ଏଠି କୌଣସି ଜାତିର ପ୍ରଭେଦ ନାହିଁ। ସବୁ ଧର୍ମର ଲୋକ ଏ ଶୋଭାଯାତ୍ରାକୁ ସ୍ୱାଗତ କରୁଛନ୍ତି। ଏଠି ଶୃଙ୍ଖଳାର ସହିତ ଜାକଜକମରେ ବହୁତ ଆଡମ୍ବର ପୂର୍ଣ୍ଣରେ ଏଠି ଶୋଭାଯାତ୍ରା ଚାଲିଛି। ତେଣୁ ମୋର ବାସୁଦେବପୁର ଜନସାଧାରଣଙ୍କୁ ଆହ୍ୱାନ ଦେବାର କଥା ଯେ ଏହି ଭାଇଚାରା ମଧ୍ୟରେ ଧନ୍ୟବାଦ କରୁଛୁ। ବାସୁଦେବପୁର ଯାଦବ ପଡ଼ିଆ ଠାରୁ ନବରାତ୍ରି ପାଳନ ହେଉଛି। ବହୁ ସଂଖ୍ୟାର ଦର୍ଶକ ଭକ୍ତମାନେ ଗହଣ ଏଠି ଗହଳରେ ଚାଲି ହେଉନି, ରାସ୍ତା ବହୁତ ଜାମ୍ ଅଛି। ନବବର୍ଷ ପାଇଁ ଏଠି ବହୁ ଆଡମ୍ବରରେ ପାଳନ କରାଯାଉଛି। ଜୟ ଶ୍ରୀରାମ। ଯାଦବ ପଡ଼ିଆ ଠାରୁ ବର୍ତ୍ତମାନ ପଦଯାତ୍ରା ଚାଲିଛି। କଳସ ଯାତ୍ରା ମାନେ ସବୁ ବିଭିନ୍ନ ପ୍ରକାର ଡିଜେ ଢୋଲ କୀର୍ତ୍ତନ ଶଙ୍ଖ ମର୍ଦ୍ଦନରେ ବର୍ତ୍ତମାନ ଯାଦବ ପଡ଼ିଆ ଠାରୁ ଆମର ବଜାର ପରିକ୍ରମାରେ ବର୍ତ୍ତମାନ ଚାଲୁଅଛି। ଜୟ ଶ୍ରୀରାମ। ମୁଁ ଶ୍ରୀ କୃପାସିନ୍ଧୁ ଦାସ ରାଜୁ, ପଦ୍ମପୁର ଯୁବ ମୋର୍ଚ୍ଚାର ସଭାପତି। ଆଜ୍ଞା କହିବାକୁ ଚାହୁଁଛି ଆଜି ବାସୁଦେବପୁର ପୁରା ରାମମୟ। 500 ବର୍ଷର ରେକର୍ଡ ଆଜି ଭାଙ୍ଗି ଦେଇଛି ବାସୁଦେବପୁର। ଆଉ ବାସୁଦେବପୁର ନୁହେଁ, ପୁରା ସାରା ଭାରତବର୍ଷରେ ଆଜି ରାମମୟ। ଏ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ଯେଉଁ ରାମନବମୀ ପାଳିତ ହେଉଛି, ସେମାନେ ବହୁତ ପୁରା ବାସୁଦେବପୁର ପାଇଁ ବହୁତ ଖୁସିର ଦିନ। ଆଜି ଭଳିଆ ଦିନ କେହି ଭୁଲିବେନି। ଆଉ ଏ ଦିନ ସବୁ ବର୍ଷ ରାମଙ୍କ ଆଶୀର୍ବାଦରେ ଏମିତି ଚାଲୁଥାଉ, ଆଉ ଏମିତି ହେଉଥାଉ। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ। ଅପୂର୍ବ ସଂଯୋଗ ଭାଇ। 4 ବର୍ଷ ପୂର୍ବରୁ ରାମ ମନ୍ଦିର ଯେଉଁ ରାମଙ୍କ ରାଲି କରିବା ପାଇଁ ଆମେ ହନୁମାନ ଜୟନ୍ତୀ ପାଳନ କରୁଥିଲୁ। 4 ବର୍ଷ ପରେ ଆଜି ଏହାର ସ୍ୱରୂପ ବଡ଼ ଅଦ୍ଭୁତ ପ୍ରକାର ସ୍ୱରୂପ। ବାସୁଦେବପୁର ଲୋକଙ୍କ ଯେଉଁ ସମର୍ଥନ, ଦଳ ବଳ ନିର୍ବିଶେଷରେ ସମସ୍ତଙ୍କର ସମର୍ଥନ, ପ୍ରତ୍ୟେକ ରାଜନୈତିକ ବର୍ଗକୁ ଆରମ୍ଭ କରିକି ଆପଣଙ୍କର ପ୍ରତ୍ୟେକ ଧର୍ମର ବ୍ୟକ୍ତିମାନଙ୍କର ଯେଉଁ ଉତ୍ସାହ ପରିଲକ୍ଷିତ ହେଉଛି। ହଜାର ଲୋକ ମେଳ, 25-30 ହଜାର ଲୋକ ଆସିକି ଏଠି ରାସ୍ତାରେ ମେଳ ହୋଇଛନ୍ତି। ରାମଲାଲାଙ୍କର ଏଇ ଯେଉଁ ଅଦ୍ଭୁତ ରାଲିର ସେମାନେ ନିଜକୁ ସମର୍ପିତ କରିଛନ୍ତି ଏବଂ ସେଥିରେ ମଜା ଉଠାଉଛନ୍ତି। ବାସୁଦେବପୁର ଲୋକଙ୍କର, ପ୍ରଶାସନର, ସାଧାରଣ ଲୋକଙ୍କର, ବ୍ୟବସାୟୀ ବର୍ଗର, ସାମ୍ବାଦିକମାନଙ୍କର ଏବଂ ପ୍ରତ୍ୟେକ ରାଜନୈତିକ ବର୍ଗର ଲୋକମାନଙ୍କର, ପ୍ରତ୍ୟେକ ଧର୍ମାବଲମ୍ବୀ ଲୋକମାନଙ୍କର ଅପରି ସପୋର୍ଟ ମିଳିଛି। ସେଥିପାଇଁ ମୁଁ ଧନ୍ୟବାଦ କମିଟି ତରଫରୁ ଆପଣମାନଙ୍କୁ ସବୁ ଧନ୍ୟବାଦ ଦେଉଛି। ଏ ସୁନ୍ଦର କାର୍ଯ୍ୟକ୍ରମ ଏବଂ ରାମଲାଲାଙ୍କ ପ୍ରତି ଅଦ୍ଭୁତ ଭକ୍ତି, ଏ ବିଭୂତ ଭକ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ, ଶୁଭେଚ୍ଛା। ଶ୍ରୀରାମ।